ଆସ ମାନେ ଆଜିର ବାକ୍ୟ ବୁଝିବା। ଆମେ ମାନେ କଣ୍ଟିନ୍ୟू ଧରି 3-4 ଦିନ ହୋଇଗଲା, 4 ଦିନ ହୋଇଗଲା ଆମେ ମାନେ ଧ୍ୟାନ କରୁଛୁ ଯୀଶୁଙ୍କର ପାର୍ବତ୍ୟ ଉପଦେଶ ମଧ୍ୟରୁ ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟ ତାର 1ରୁ ଆମେ ମାନେ ଧ୍ୟାନ କରି ଆସୁଛୁ। ଆଜିର ଧ୍ୟାନର ବିଷୟ ମାଥ୍ୟୁ ଲିଖିତ ସୁସମାଚାର ତାର 5-6 ପଦ। ଜଣେ କି ପଢିକି ଆମକୁ ଟିକେ ସାହାଯ୍ୟ କରିବେ। ଧାର୍ମିକତା କ୍ଷୁଧିତ ଓ ତୃଷିତ ଲୋକ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ଆମେନ୍। ଏ ସ୍ଥାନ ଲେଖାଯାଏ ଧାର୍ମିକତା ନିମନ୍ତେ କ୍ଷୁଧିତ ଆଉ ତୃଷିତ ଲୋକ ସକଳ ସେମାନେ ପରିତୃପ୍ତ ହେବେ। ଏଠି ଦିଟା ବିଷୟ ଅଛି, ଗୋଟେ କଣ୍ଡିସନ ଅଛି, ଗୋଟେ ସର୍ତ୍ତ ଅଛି ବା ଗୋଟେ ଆକ୍ସନ ଅଛି ଆଉ ତାର ଗୋଟେ ରିଆକ୍ସନ ଅଛି। ଆଉ ଗୋଟେ କଣ୍ଡିସନ ଅଛି, ତାର ଗୋଟେ ରିୱାର୍ଡ ଅଛି। କଣ୍ଡିସନ କଣ? ଧାର୍ମିକତା ନିମନ୍ତେ ଆମେ କ୍ଷୁଧିତ ଓ ତୃଷିତ ହେବା। ରିୱାର୍ଡ କଣ? ବା ତାର ପୁରସ୍କାର କଣ? କି ସେମାନେ ପରିତୃପ୍ତ ହେବେ। ମୋର ପ୍ରିୟ ମାନେ, ଅନେକ ସମୟରେ ଆଜି এই ଜଗତ ମଧ୍ୟରେ ଆମେ ମାନେ ଅନେକ ସାରା ବିଷୟ ନିମନ୍ତେ କ୍ଷୁଧିତ ଓ ତୃଷିତ ହେଉଛୁ। କ୍ଷୁଧିତ ତୃଷିତ বা ଧାର୍ମିକତା ନିମନ୍ତେ କ୍ଷୁଧିତ ତୃଷିତ ଆଉ ୱାର୍ଲଡଲି ପ୍ଲେଜର ବା ଜାଗତିକ ଅଭିଳାଷା ବା ଜଗତ ନିମନ୍ତେ କ୍ଷୁଧା ତୃଷା, ଦୁଇ ପ୍ରକାର କ୍ଷୁଧା ତୃଷା। ଗୋଟେ ହେଲା ଧାର୍ମିକତା ନିମନ୍ତେ ଆଉ ଗୋଟେ ହେଲା ଜଗତ ନିମନ୍ତେ। ଜଗତ ନିମନ୍ତେ ଯୋଉ ତୃଷା, ଜଗତର ବିଷୟ ନିମନ୍ତେ ଯେଉଁ କ୍ଷୁଧା, ଜାଗତିକ ବିଷୟ ପାଇଁ ଯେଉଁ ଆମ ମାନଙ୍କର ତୃଷା ବା କ୍ଷୁଧା ବା ଆମ ମାନଙ୍କର ଇଚ୍ଛା କି ଆମେ ମାନେ ଏଇଟା ପାଇବା, ଏଇଟା ଖାଇବା, ଏଇଟା କରିବା, ଏ ସକଳ ବିଷୟ ୱାର୍ଲଡଲି ଡିଜାୟାରରେ ଯାଏ ବା ଜାଗତିକ ତୃଷାରେ ଯାଏ। କିନ୍ତୁ ସ୍ପିରିଚୁଆଲ ହଙ୍ଗର ଗୋଟେ ଅଛି, ଯୋଉଟା କି ଆତ୍ମିକ କ୍ଷୁଧା। ଆତ୍ମିକ କ୍ଷୁଧା ବିଷୟରେ ସ୍ଥାନରେ ପରମେଶ୍ୱର କହୁଛନ୍ତି। ଅନେକ ସମୟରେ ଆମେ ମାନେ ଶାରୀରିକ ବିଷୟ ନିମନ୍ତେ କ୍ଷୁଧିତ ତୃଷିତ ହେଇଥାଉ, କିନ୍ତୁ ଏଇ ଶାରୀରିକ ବିଷୟ ନିମନ୍ତେ କ୍ଷୁଧା ତୃଷା ଆମକୁ କେବେ ପରିତୃପ୍ତ କରିପାରିବ ନଥାଏ। ଫର ଏକ୍ସାମ୍ପଲ, ଶାରୀରିକ ତୃଷା ବା ଶାରୀରିକ କ୍ଷୁଧାକୁ ଆମେ ମାନେ ବୁଝିବା ପାଇଁ ଅନେକ ସମୟରେ ଆମେ ମାନେ ଏଇ ଏକ୍ସାମ୍ପଲ ନେଇପାରେ। ଅନେକ ସମୟରେ ଆମେ ମାନେ ଗୋଟେ ଯଦି ସୁନ୍ଦର ଡ୍ରେସ ଦେଖୁଛୁ ବା ସୁନ୍ଦର ଶାଢୀ, ସୁନ୍ଦର କପଡା ଦେଖୁଛୁ, ଆମକୁ ବହୁତ ଭଲ ଲାଗେ ତାକୁ ନବା ପାଇଁ। ଯଦି ଗୋଟେ ସୁନ୍ଦର ଅର୍ନାମେଣ୍ଟ ଦେଖୁଛୁ, ସୁନ୍ଦର ଗହଣା ଦେଖୁଛୁ, ତାହେଲେ ମଧ୍ୟ ଆମକୁ କଣ ଲାଗେ? ଭଲ ଲାଗେ। ଆଉ କଣ କରିବା ପାଇଁ? କିଛି ତାକୁ ହାସିଲ କରିବା ପାଇଁ, ନେବା ପାଇଁ। ଆମ ଚକ୍ଷୁକୁ ସୁନ୍ଦର ଦେଖାଉଥିବା ବିଷୟକୁ ଆମେ ମାନେ ନବା ପାଇଁ, ପାଇବା ପାଇଁ ଆମେ ମାନେ କଣ କରିଥାଉ? ଇଚ୍ଛା କରିଥାଉ, ଆଶା ରଖିଥାଉ। ସେଇଟା ହେଲା ଆମର ଶାରୀରିକ ଅଭିଳାଷା ବା ଶାରୀରିକ କ୍ଷୁଧା ବା ତୃଷା। କିନ୍ତୁ ଯେତେବେଳେ ଆମେ ନୂଆଟି କିଣି ଦେଇଥାଉ, କଣ ସବୁଦିନ ପାଇଁ ଆମକୁ ସନ୍ତୁଷ୍ଟ କରେ କି? 2 ଦିନ, 4 ଦିନ, 5 ଦିନ ପର୍ଯ୍ୟନ୍ତ ହେଇପାରେ ଆମେ ସନ୍ତୁଷ୍ଟ ରହିପାରୁ, ବା ଏକ
ଆଉ ଏକ ନୂଆ ବିଷୟ ନ ଦେଖିଲା ପର୍ଯ୍ୟନ୍ତ ଆମେ ସନ୍ତୁଷ୍ଟ ଥାଉ। କିନ୍ତୁ ଯେତେବେଳେ ଆମେ ପୁନର୍ବାର ଗୋଟେ ନୂଆ ବିଷୟ ଦେଖୁ ସେତେବେଳେ ଆମକୁ ଏଇ ଯୋଉ ବିଷୟ ପାଇଁ ଯୋଉ ଆମର ଡିଜାଇର ଥିଲା, ଯୋଉ ଅଭିଳାଷା ଥିଲା, ଯୋଉ କ୍ଷୁଧା ଥିଲା, ପୁରା ମରି ପଡିକି ଆମେ ଏକୁ ପାଇବା ପାଇଁ ଚାହୁଁଥିଲେ, ସେତେବେଳକୁ ଏଇ ବିଷୟଟି ପିତା ଲାଗେ। ସବୁ ପ୍ରକାର ବିଷୟ, ସେ ବସ୍ତୁ ବିଷୟକ ହେଉ ବା ମଣିଷ ବିଷୟକ ହେଉ। ଆହୁରି ବହୁତ ସାରା ଏକ୍ସାମ୍ପଲ ଅଛି। ଅନେକ ସମୟରେ ଜଗତରେ ଯୁବା ଯୁବତୀ ଅବସ୍ଥାରେ ବା ଆମେ ମାନେ ପରସ୍ପରକୁ କଣ କରିଥାନ୍ତି, ପସନ୍ଦ କରିଥାନ୍ତି। ଆଉ ସେ ଜଣେ ଜଣକୁ ନ ପାଇଲା ପର୍ଯ୍ୟନ୍ତ ସେମାନେ କିଛି ବି କରିପାରନ୍ତି। ଇଗର ହଙ୍ଗର ମାନେ ପୁରା ଅତ୍ୟଧିକ କ୍ଷୁଧା, ଅତ୍ୟଧିକ ତୃଷା ଲାଗେ, ଯେମିତିକି ଏଇ ବିଷୟ ନହେଲେ ଆମେ ମାନେ ମରିଯିବୁ। କିନ୍ତୁ ମୋର ପ୍ରିୟ ମାନେ, ସେଇ ବ୍ୟକ୍ତି ମାନେ ଯେତେବେଳେ ପରସ୍ପରକୁ ପାଇଯାଆନ୍ତି, ଅଳ୍ପ ସମୟ ମଧ୍ୟରେ ତାଙ୍କର ସବୁ କ୍ଷୁଧା କୁଆଡେ ପଳାଏ। ତାପରେ ସେଇ ବିଷୟ ପାଖରେ ରହିକି ଗେଞ୍ଜିଲା ପରିକା ଲାଗେ। କାରଣ ଶାରୀରିକ କ୍ଷୁଧା କେବେ ବି ଆମକୁ ସନ୍ତୁଷ୍ଟ କରିପାରିବ ନାହିଁ। ବାଇବେଲରେ ଆହୁରି ଏକ ବଢିଆ ଏକ୍ସାମ୍ପଲ ଅଛି। ପୃଥିବୀର ଆରମ୍ଭ, ଜଗତର ଆରମ୍ଭ ସମୟର ବିଷୟ। ଯେତେବେଳେ ସଦାପ୍ରଭୁ ଏଦନ ଇଦନ ବନାଇଲେ, ଆଦମ ହବାକୁ ସେ ସ୍ଥାନରେ ନିଯୁକ୍ତ କଲେ, ଆଉ ପ୍ରଭୁ ତାଙ୍କ ସହିତ କଣ୍ଡିସନ କଲେ, ତୁମେ ଯଦି ଈଶ୍ୱରୀୟ ବିଷୟରେ କ୍ଷୁଧିତ ଆଉ ତୃଷିତ ହେବ, ତାହେଲେ ଆମେ ତୁମକୁ ପରିତୃପ୍ତ କରିବା। କେମିତିକା? ତାଙ୍କୁ କିଛି ବିଷୟ ଆଦେଶ ଦେଲେ, ତାଙ୍କ ସହିତ କିଛି ସର୍ତ୍ତ ରଖିଲେ। କଣ ସର୍ତ୍ତ ରଖିଲେ? এই ଉଦ୍ୟାନ ମଧ୍ୟରେ ଥିବା ସମସ୍ତ ଫଳ ତୁମେ ମାନେ ଖାଇପାରିବ, ଏନ୍ଜୟ କରିପାରିବ, କିନ୍ତୁ ଦୁଇ ଗୋଟି ଗଛ, ଏଇ ଗଛର ଫଳ ତୁମେ ଖାଇବ ନାହିଁ, ଜୀବନଦାୟକ ଆଉ ଜ୍ଞାନଦାୟକ। କିନ୍ତୁ ଏ ସକଳ ଯଦି ତୁମେ କଥାକୁ ମାନିବ, ତାହେଲେ କଣ ପାଇବ? ତୁମେ ପରିତୃପ୍ତ ହେବ। ପରିତୃପ୍ତର ଅନ୍ୟ ଡେଫିନେସନ ଯଦି ଆମେ ଦେଖିବା, କମ୍ପ୍ଲିଟନେସ କୁ ବୁଝାଏ। କମ୍ପ୍ଲିଟନେସ ମାନେ ସମ୍ପୂର୍ଣ୍ଣତା। ଯେତେବେଳେ ଜଣେ ପରିତୃପ୍ତ ହେଇଯାଏ, ସମ୍ପୂର୍ଣ୍ଣ ଭାବରେ ପରିତୃପ୍ତ ହେଇଯାଏ, ସେ ଫୁଲ ହେଇଯାଏ, ସେ କମ୍ପ୍ଲିଟ ହେଇଯାଏ, ତାକୁ ଆଉ ଇଚ୍ଛା ଲାଗେନି କିଛି ବିଷୟ। କିନ୍ତୁ ଏ ଆଦମ ଆଉ ହବା କଣ କଲେ? ସେ ଶାରୀରିକ କ୍ଷୁଧା ଅନୁଭବ କଲେ। ଆତ୍ମିକ କ୍ଷୁଧିତ ଆତ୍ମା ନିମନ୍ତେ କ୍ଷୁଧିତ ନ ହୋଇ ବା ଧାର୍ମିକତା ନିମନ୍ତେ, ଧାର୍ମିକ ମିନ୍ସ କଣ? ଈଶ୍ୱରଙ୍କର ଆଜ୍ଞା ବହ ହେବା, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା, ସେ ଯାହା ଚାହାନ୍ତି ଆମେ ସେ ବିଷୟରେ ଉଦ୍ଯୋଗୀ ହେବା। ଆଉ ସେମାନେ ସେ ବିଷୟ ନ କରି କଣ କଲେ? ଶାରୀରିକ ବିଷୟରେ କ୍ଷୁଧିତ ହେଲେ। ଯେମିତିକା ପରୀକ୍ଷକ ତାଙ୍କ ପାଖକୁ ଆସିକା ଆଉ କହିଲା, କଣ କହିଲା? ଆଗ ଏହା କି ସତ୍ୟ? ତାମାନେ କଣ? ଏକ ମନରେ କ୍ୱେଶ୍ଚନ କ୍ରିଏଟ କଲା, ଏହା ସତ୍ୟ ହେଇପାରେ, ହେଇ ବି ନପାରେ। ଅନେକ ସମୟରେ ଆଜି ବି ଲୋକମାନେ କୁହନ୍ତି, ସ୍ୱର୍ଗ କିଏ ଦେଖିଛି, ମଲା ପରେ କଣ ହବ କିଏ ଜାଣିଛି। ସେମାନେ କନଫ୍ୟୁଜ ରେ ଅଛନ୍ତି, ସେମାନେ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି। ମୋର ପ୍ରିୟ ମାନେ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଆମକୁ ଗୋଟେ ବିଷୟ କନଫର୍ମ କରେ, ଥରେ ଜନ୍ମ, ଥରେ ମୃତ୍ୟୁ, ଆଉ ତାପରେ ବିଚାର ସୁନିଶ୍ଚିତ ଅଟେ। ତ ଏଇ ଜନ୍ମ ଅବସ୍ଥାରେ ଯଦି ଆମେ ମାନେ ଧାର୍ମିକତା ନିମନ୍ତେ କ୍ଷୁଧିତ ଆଉ ତୃଷିତ ହେବା, ତାହେଲେ ହିଁ
ଆମକୁ ପରିତୃପ୍ତ ପରମେଶ୍ୱର କରିବେ ବା କମ୍ପ୍ଲିଟନେସ୍ ଆମେ ଅନୁଭବ କରିପାରିବା। କିନ୍ତୁ ସେଦିନ ସେ ପରୀକ୍ଷକ ଆସିକି ତାଙ୍କୁ ଏକ ସନ୍ଦେହରେ ପକାଇଲା, କଣ ଏଇଟା ସତ କି? ଏଇଟା ସତ ବି ହେଇନପାରେ, କାହିଁକି? ଆଉ ତାଙ୍କ ମନରେ କଣ କରୁଛି? ଈଶ୍ୱରଙ୍କ ବିରୁଦ୍ଧରେ ଜେଲସିକୁ ବା ଈର୍ଷାକୁ ପୁରଉଛି। ଯେତେବେଳେ ଆମେ ମାନେ ପରମେଶ୍ୱରଙ୍କ ଉପରେ ସନ୍ଦେହ କରିଥାଉ, ଦ୍ୟାଟ୍ ମିନ୍ସ ଆମେ ମାନେ କିଛି କିଛି ବିଷୟ ଆମେ ମାନେ ଜେଲସି ବା ଈର୍ଷାନ୍ୱିତ ହେଉଛୁ। ସେ ଆସି କଣ କହିଲା? ତୁମେ ଖାଇଲେ ପ୍ରଭୁଙ୍କ ପରୀକ୍ଷା ହେଇ ଜ୍ଞାନ ପାଇବ। ଏମାନଙ୍କ ମନରେ ଆସିଲା କଣ? ଆଚ୍ଛା, ପ୍ରଭୁ ସେଥିପାଇଁ ଆମକୁ ଲୁଚେଇକି ରଖିଛନ୍ତି ନା? ପ୍ରଭୁ ଆମକୁ ସେଥିପାଇଁ ଲୁଚେଇକି ରଖିଛନ୍ତି ତାକି ଆମେ ଯେମିତିକା ଜ୍ଞାନୀ ନ ହେଉ, ତାକି ଆମେ ଯେମିତିକା ଆଶୀର୍ବାଦ ପ୍ରାପ୍ତ ନ ହେଉ, ତାକି ଆମେ ଯେମିତିକା ତାଙ୍କ ପରୀକ୍ଷା ନ ହେଉ। ଯଦି ଆମେ ମାନେ ସନ୍ଦେହ କରିବା କରୁଅଛୁ ମୋର ପ୍ରିୟ ମାନେ ଈଶ୍ୱରଙ୍କ ବାକ୍ୟ ଉପରେ, ତାମାନେ କୋଉଠି ନା କୋଉଠି ଆମେ ମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡା ହେଉଛୁ ଆଉ ପରମେଶ୍ୱରଙ୍କ ଉପରେ ଦୋଷାରୋପ କରୁଅଛୁ। ଆମର ଶାରୀରିକ କ୍ଷୁଧା ଗୁଡିକ ଆମକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡା କରେ, କିନ୍ତୁ ଧାର୍ମିକ କ୍ଷୁଧା, ଧାର୍ମିକତା ନିମନ୍ତେ କ୍ଷୁଧା, hunger and thirsty for spirituality ଆମକୁ କଣ କରେ? ପରମେଶ୍ୱରଙ୍କର ନିକଟବର୍ତ୍ତୀ କରାଏ, ପରମେଶ୍ୱରଙ୍କର ବାଧ୍ୟ କରେ, ପରମେଶ୍ୱରଙ୍କର ନିମନ୍ତେ ଆମକୁ ଉଦ୍ଯୋଗ କରାଏ। କିନ୍ତୁ ମଧ୍ୟ ମୋର ପ୍ରିୟ ମାନେ ଗୋଟେ ବିଷୟ ଆମେ ଚିନ୍ତା କରନ୍ତୁ, ଯେତେବେଳେ ଏଇ ବିଷୟ ହବା ଚିନ୍ତା କଲା କି ନାଇଁ ମୁଁ ଏଥିରୁ ମତେ ତା ଶୁଣିଲା, ତାର ହୃଦୟରେ ଏକ କ୍ଷୁଧା ଆଉ ତୃଷା ଜାତ ହେଲା। କଣ ପାଇଁ? ମୁଁ ଏଇ ବିଷୟଟାକୁ ମତେ ଦରକାର। ମଣିଷର ଗୋଟେ ଟେଣ୍ଡେନ୍ସି ଅଛି, ତାକୁ ଆପଣ ଯୋଉଟା କରିବା ପାଇଁ କହିବେ ସେ କରିବ ନାହିଁ, ଯୋଉଟା କରିବା ପାଇଁ ମନା କରିବେ ସେ ସେଇଟା ହିଁ କରିବ। ଗୋଟେ ସାନ ଛୁଆକୁ ଆପଣ ଯଦି କହିବେ ଡିବିରି ଜଳୁଛି ତାକୁ ହାତ ମାରିବୁ ନାହିଁ, ସେ ସେଇଠିକୁ ହିଁ ଦୌଡ଼ିକି ଯିବ। ଯଦି ତାକୁ କହିବେ ଏଠି ଚୁଲି ଲାଗିଛି ତୁ ଇଆଡେ ଆସିବୁନି, ସେ ସେଇଠିକି ହିଁ ଯିବ। ଯଦି ମଣିଷକୁ କୁହାଯିବ ତୁ ଏଇ ବିଷୟ ଦେଖିବୁ ନାହିଁ, ତା ମନରେ ସେଇ ବିଷୟ ପାଇଁ ହିଁ କ୍ଷୁଧା ଆସିବ। କଣ ଅଛି ତା ଭିତରେ? କୌଣସି ବିଷୟ ଯଦି ପରମେଶ୍ୱର ଆମକୁ ମନା କରନ୍ତି, ମୋର ପ୍ରିୟ ମାନେ ଆମେ ମାନେ ନିଶ୍ଚିତ ହେବା ଦରକାର ତାହା ଆମର ଆତ୍ମିକ ବିଷୟ ନିମନ୍ତେ କ୍ଷୁଧାରୁ ଆମକୁ କୁଆଡେ ନେଇଯାଉଛି? ଶାରୀରିକ ଅଭିଳାଷ ଆଡକୁ। ସେଥିପାଇଁ ସେଦିନ ହବା କ୍ଷୁଧିତ ତୃଷିତ ହେଲା, ଲେଖାଯାଏ ନୟନର ଲୋଭଜନକ ଆଉ ଜ୍ଞାନଦାୟ ପାଇବା ନିମନ୍ତେ ବାଞ୍ଛା, এই সকল বিষୟ ନିମନ୍ତେ ସେ ଭୋଜନ କଲା। ଗୋଟେ ପ୍ରଶ୍ନ, କଣ ପରିତୃପ୍ତ ହେଲା କି? କଣ ସମ୍ପୂର୍ଣ୍ଣତା ପାଇଲା କି? ନା, ଆହୁରି ଯୋଉ ଅଧୁରାକୁ ତାଠାରୁ ଆହୁରି ହେଇଗଲା, ତାଠୁ ଆହୁରି ସେ ଅପରିତୃପ୍ତ ବା ଆହୁରି ତାର କ୍ଷୁଧା ଜାଗ୍ରତ ହେଲା। କଣ ପାଇଁ ଜାଗ୍ରତ ହେଲା? ସେ ଭାବୁଥିଲା ମୁଁ ସେଥିରେ ମାତ୍ର ସେ ପରିତୃପ୍ତ ହେବା ବଦଳରେ ସେ ଆହୁରି କ୍ଷୁଧିତ ହେଲା। କଣ ପାଇଁ? ଏଥିପାଇଁ କ୍ଷୁଧିତ ହେଲା, ସେ ଜାଣିଲା କି ଜୀବନ ଠାରୁ ସେମାନେ କଣ ହେଇଗଲେ? ହଟିଗଲେ, ଦୂର ହେଇଗଲେ। ଏବେ ମତେ କଣ କରିବି? ମୁଁ କେମିତି କରିବି? ସେମାନେ ଯାଇକି ଗଛ ପଛପଟେ ଯାଇକି ଲୁଚିଲେ। ଯେତେବେଳେ ଆମେ ମାନେ ଶାରୀରିକ ଭାବେ ମଧ୍ୟ କ୍ଷୁଧିତ ହେଇଥାଉ କୌଣସି ବିଷୟ ନିମନ୍ତେ, ଅନେକ ସମୟରେ ଆମକୁ ଉତ୍ତମ ଖାଦ୍ୟ ଖାଇବା ପାଇଁ ଇଚ୍ଛା ଲାଗିଥାଏ, କିନ୍ତୁ ଯଦି ଆମେ ମାନେ ଏବେ ସପୋଜ ଆମକୁ ଗୋଟେ ବାହାଘର ନିମନ୍ତ୍ରଣ ମିଳିଛି, ଆଉ ଏ ବାହାଘର ନିମନ୍ତ୍ରଣରେ ଭୋଜି ପାଇଁ ଯଦି ଆମକୁ ନିମନ୍ତ୍ରଣ ମିଳିଛି, ବହୁତ କମ ସମୟରେ ଆମେ ମାନେ ଅନିଚ୍ଛା ପ୍ରକାଶ କରୁ, କିନ୍ତୁ ଗୋଟେ ନିମନ୍ତ୍ରଣ କାର୍ଡ ପାଇଲା ମାନେ ଆମେ ବହୁତ ଖୁସି ଥାଉ।
आम खुशी रे जाई खुशी जाइकी कौन कर सब विषय थी किंतु गोटे जगह बेसी भिड़ लगी जो विषय निमंते आपनकर लालसा बा क्षुदा अच्छी भोजी रे 10टा आइटम थी किंतु गोटे आइटम से प्रबल भिड़ लगी मटन मांस आउ किछि कार आउ किछि लालसा थी डिजायर थी आइसक्रीम पाई आउ कार लालसा थी गुपचुप पाई समस्त जाइए सेठी भिड़ लगी किंतु मते कहतु से दिन मु जानी निश्चित सब लोक एतिकी जाए खाइथिबे एतिकी जाए जदि एठी हाथ मारे पाठो सैंक्शन नबार पड़ियो किंतु कोन तो तार परे कोन आउ गुपचुप खाए पे इच्छा हुएनी आउ मांस खाए पे इच्छा हुएनी कारण कोन एई शारीरिक क्षुधा आम मान को परितृप्त करि परिबो नाही आम मान को कंप्लीटनेस देई परिबो नाही हमको कंप्लीटनेस करि परिबो नाही आमे माने कंप्लीट देई परिबो नाही किंतु आत्मिक क्षुधा हमको कोन करिवो परमेश्वर कोन कहउचंती आत्मिक क्षुधा यदि तुम आत्मिक विषय निमंते क्षुधित हेबो यदि तुम्हें धार्मिकता निमंते क्षुधित हेबो यदि तुम्हें परमेश्वर निमंते क्षुधित हेबो यदि स्वर्गीय विषय निमंते तुम्हें ऊर्ध्व दृष्टि करिवो क्षुधित हेबो परमेश्वर कहउचंती हमें डेफिनेटली तुमको कोन करिबा परितृप्त करिबा तुम्हें सैटिस्फाइड हेबो तुम्हें कंप्लीटनेस अनुभव करिवो आउ ए स्पिरिचुअलिटी निमंते हंगर बा थ्रस्टी बा धार्मिकता निमंते क्षुधित तृषित तृषा क्षुधा इज नॉट ए वर्ल्डली हैप्पीनेस जागतिक खुशी परिका नुहे शारीरिक क्षुधा आपन को कौन कर परिवो किछि समय पई खुशी दबो खुशी आउ परितृप्त होबा भितरे अनेक पार्थक्य अछि खुशी क्षण काल स्थायी परितृप्त कोन कंप्लीटनेस सब दिन पई परितृप्त हेबा जागतिक विषय आपण मान को खुशी दे पारे मात्र आपण को परितृप्त करि परिबो नाही अल्प समय पई मे भी खुशी दे पारे ए धार्मिकता निमंते क्षुधित लोक माने किंतु कोन हेबे परितृप्त हेबे आ ए धार्मिकता कोन ओटे बा धार्मिकता निमंते क्षुधित हेबा कोन ओटे इट इज अनलाइक टेम्पररी प्लेजर माने अल्प क्षण काल स्थायी पई जो आनंद ताकू पसंद करिवो नाही जो माने धार्मिकता निमंते क्षुधित आ तृषित ए क्षण काल स्थायी आनंद निमंते से माने कोन करिवे नाही से माने पसंद करिवे नाही फॉर एग्जांपल बाइबल बहुत सारा एग्जांपल अछि जेमिति का धनी व्यक्ति और लाजर राम नहीं परिबा धनी व्यक्ति ताको निजो को परितृप्त करिबा पई शारीरिक विषय निमंते बहुत क्षुधित थिला लाजर पई किछि मायने रखि नथला से निजे कोनोसी प्रकार ए टेम्पररी प्लेजर पई क्षण काल स्थायी खुशी पई से इच्छा करनथला काई से चाहूला मते फुलफिलमेंट दरकार इटरनली फुलफिलमेंट दरकार अनंत काल पई जेमति का मु परितृप्त होई परिबी सेथि पई से प्रभु को ठारे अपेक्षा करथिला एठी आउ गोटे विषय मते हमको परमेश्वर सिखाया पई चाहती जो माने धार्मिक तो निमंते क्षुधित तृषित से मानकर निश्चित रूपे धैर्यशील हेबार मध्य आवश्यकता अछि जो माने प्रभु को ठारे निर्भर करंती से माने धैर्य रे सहित हमकु मध्य परमेश्वर ठारे अपेक्षा करिवार आवश्यकता अछि जेमिति का आमे देखुछु लाजर रो विषय आउ गोटे विषय परमेश्वर शिखिया पाई चाहती जेतळे आमे माने
ଧାର୍ମିକତା ନିମନ୍ତେ କ୍ଷୁଧିତ ଆଉ ତୃଷିତ ହେଇଥାଉ, ଆମେ ଯେତେବେଳେ ସଦାପ୍ରଭୁ ନିର୍ଭର ରଖିଥାଉ, ସେତେବେଳେ ଆମେ ମାନେ ଅଭିଯୋଗ କରିନଥାଉ, ମର୍ମରିଂ କରିନଥାଉ କାହା ବିରୁଦ୍ଧରେ? ପ୍ରଭୁଙ୍କ ବିରୁଦ୍ଧରେ। ପ୍ରଭୁ ଯଦି ସାହାଯ୍ୟ କରିବେ ତାହେଲେ ଏମିତି ହବ, ହେଇଥାନ୍ତା। ପ୍ରଭୁ ଯଦି କରିଥାନ୍ତେ ଏମିତି ହେଇନଥାନ୍ତା। ସେ ଅଭିଯୋଗ କରିନଥାନ୍ତେ। ଯେମିତିକା ଆମେ ଆଉ ଗୋଟେ ଏକ୍ସାମ୍ପଲ ନେଇପାରିବା, ଆଇବ ଆଉ ତାର ସ୍ତ୍ରୀର ବିଷୟ। ତା ସ୍ତ୍ରୀ କହିଲା, କଣ ପ୍ରଭୁ ତତେ ଏଥିରୁ ବଞ୍ଚେଇ ପାରିବେନି କି? ଯଦି ବଞ୍ଚଉନାହାନ୍ତି ତାହେଲେ ତୁ ଛାଡିକି ତୁମର। କିନ୍ତୁ ଆଇବ ସେ ବିଷୟକୁ କେୟାର କଲା ନାହିଁ। କାହିଁକି? ସେ ସଦାପ୍ରଭୁ ନିର୍ଭର ରଖିଥିଲା। ସେ ଧାର୍ମିକ ବିଷୟ ନିମନ୍ତେ କ୍ଷୁଧିତ ଥିଲା। ତାର ପିଲାମାନେ ଚାଲିଗଲେ, ପୁଅ ଝିଅ ଚାଲିଗଲେ, 7 ଜଣ ପୁଅ ଝିଅ ଚାଲିଗଲେ, ଆହୁରି ତାର ଧନ ସମ୍ପତ୍ତି ପଳେଇଲା, ତାର ଦାସ ଦାସୀ ପଳେଇଲେ, ତାର ଘର ଦ୍ୱାର ପଳେଇଲା, ତାର ସୁସ୍ଥତା ପଳେଇଲା, ତାର ସ୍ୱାସ୍ଥ୍ୟ ପଳେଇଲା, ତାର ରିଲେସନ ସମ୍ପର୍କୀୟ ମାନେ ପଳେଇଲେ, ସବୁ ବିଷୟ ହେଇଗଲା। କିନ୍ତୁ ସେ ଜାଣିଥିଲା ଏଇ ସକଳ ବିଷୟ କଣ? ଟେମ୍ପରାଲି ପ୍ଲେଜର, କ୍ଷଣକାଳ ସ୍ଥାୟୀ ମତେ ଆନନ୍ଦ ଦେବ। ମାତ୍ର ମୁଁ କମ୍ପ୍ଲିଟନେସ୍ ସେତେବେଳେ ଅନୁଭବ କରିପାରିବି, ମୁଁ ସାଟିସ୍ଫାକ୍ସନ ନେଇପାରିବି କେତେବେଳେ? କେବଳ ସଦା ପ୍ରଭୁଙ୍କ ଠାରୁ। ସେଥିପାଇଁ କହିଲା, ପ୍ରଭୁଙ୍କ ଠାରୁ କଣ କେବଳ ମୁଁ ମଙ୍ଗଳ ବିଷୟ ନେବି କି? ଅର୍ଥାତ୍ ମୋ ଜୀବନରେ ମଙ୍ଗଳ ବିଷୟ ଥାଉ ବା ଅମଙ୍ଗଳ ବିଷୟ ଥାଉ, ମୋ ବିଷୟରେ ଆନନ୍ଦ ବିଷୟ ଥାଉ ବା ଦୁଃଖ ବିଷୟ ଥାଉ, ମୋ ବିଷୟରେ ଅଭାବ ଥାଉ ବା ପ୍ରଚୁରତା ଥାଉ, ମୋ ବିଷୟରେ ଯେକୌଣସି ବିଷୟ ଥାଉ ନା କାହିଁକି, ମତେ ଗୋଟିଏ ବିଷୟ ପ୍ରତି ଲକ୍ଷ୍ୟ ରଖିବାକୁ ପଡିବ, ସଦା ପ୍ରଭୁଙ୍କ ଠାରେ। ପ୍ରଭୁ, ତୁମେ ମୋ ଜୀବନରୁ କଣ ଚାହୁଁଛ? ମୁଁ ତୁମକୁ କିପରି ସନ୍ତୁଷ୍ଟ କରିପାରିବି? ମୁଁ କିପରି ସଦାପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବି? ମୁଁ କେମିତି ପରମେଶ୍ୱରଙ୍କ ନାମକୁ ମହିମାନ୍ୱିତ କରିପାରିବି? ଯାହା ପରମେଶ୍ୱର ଚାହାନ୍ତି ମୁଁ ସେଇଟା କେମିତି କରିପାରିବି? ମତେ ସେଇ ବିଷୟ ପାଇଁ ଆମ ମାନଙ୍କୁ କଣ କରିବାର ଅଛି? ଧ୍ୟାନ ଦେବାର ଅଛି। ଦ୍ୟାଟ୍ ଇଜ କଲ୍ଡ thirsty for righteousness। आत्मिक विषय निमंते धार्मिक विषय निमंते आमे क्षुधित हेबा। ଏହା ଆମକୁ କଣ କରେ? संपूर्ण पे सैटिस्फैक्शन दिए, फुलफिलमेंट करे। जेमितिका आमे माने आइबंक क्षेत्र देखुछु, लाजार क्षेत्र रे मते देखुछु, तथा प्रभु तांकु कोन करचंती? संपूर्णता। आइबंक कोन करचंती? 2 गुण आमिष देकी ताको कोन करचंती? कंप्लीटनेस करचंती, देउचंती जागतिक भावे। यदि आत्मिक भावे हमें देखिबा, लाजार को मध्य प्रभु कोन करचंती? कंप्लीटनेस देउचंती। से जो ऊर्ध्व दृष्टि करितला प्रभु ठारे शेषरे ताको प्रभु कोन करचंती? संपूर्ण भावे ताको परितृप्त करचंती। कोडी नै रखचंती? अब्राहम को कोड़े। मोर प्रिय माने, सेति पई हमकु क्षुधित और तृषित हेबार आवश्यकता अछि। किंतु को विषय निमंते? जो विषय निमंते हमें हेउचु, जगत निमंते न होई हमकु कोन करियर अछि? ईश्वर को निमंते, धार्मिकता निमंते हमको क्षुधित और तृषित हेबार आवश्यकता अछि। देन व्हाट इज दिस राइचियसनेस? कोन ए धार्मिकता केमिति हमें क्षुधित और तृषित हेई परिबा? एहा गोटे जीवन शैली को देखाए। ओ जीवन शैली, जो जीवन शैली ईश्वर को सहित, ईश्वर को इच्छा अनुଯାयी आ ईश्वर जहाँ इच्छा करती से जीवन अनुଯାयी आ ताको सहित कोन गोटे उत्तम दृढ़ संपर्क सहित जीवन काटिबा पई जो लालसा, एटा हला राइचियसनेस। आउतर मु कहया पई चाहे, धार्मिकता आमर गाधेबा को बुझाए नहीं। आमे केते आम प्रार्थना बा आमे माने गीत गाइबा को बुझाए नहीं। धार्मिकता निमंते क्षुधित तृषित हेबार लक्षण कोन? लक्षण हैला एया, गोटे जीवन, गोटे मनुष्यर जीवन केमिति हेबा दरकार? ता इच्छा हेबा दरकार, मु परमेश्वरंकर इच्छा अनुଯାयी जीवन काटिबी। आजी मते धार्मिकता निमंते जदि क्षुधित तृषित हेबार अछि, ताले मते जानिबा को पड़िबो, मु आजिर दिन
କାହା ନିମନ୍ତେ କାଟିବି? ପ୍ରଭୁଙ୍କ ନିମନ୍ତେ କାଟିବି। କଣ? ତାହାଙ୍କ ଇଚ୍ଛା ଅନୁଯାୟୀ ଜୀବନ କାଟିବି। ମୁଁ ଯାହା ଖାଇବି, ଯାହା ପିଇବି, ଯାହା ପିନ୍ଧିବି, ଯାହା କଥା ହେବି, ଯାହା କାର୍ଯ୍ୟ କରିବି, ସବୁ ପୂର୍ବରୁ ମୋ ମନରେ ଗୋଟେ ପ୍ରଶ୍ନ ମତେ ନିଜକୁ ପଚାରିବି, କଣ ଏହା ପରମେଶ୍ୱରଙ୍କର ଇଚ୍ଛା ସହମତ କି? ସେକେଣ୍ଡ ଥିଙ୍ଗ କଣ? ଏହା ଆମକୁ ପରମେଶ୍ୱରଙ୍କ ସହିତ ଏକ ଗଭୀର ରିଲେସନ ରଖିବା ପାଇଁ କ୍ଷୁଧିତ କରିବ, ତୃଷିତ କରିବ, ତାକି ଆଜି ଦିନ ସାରା ମୁଁ ପରମେଶ୍ୱରଙ୍କ ସହିତ କେମିତି ନିବିଡ଼ତାରେ ରହିପାରିବି। ନିବିଡ଼ତାରେ ମାନେ ମୁଁ ଯେମିତି କହିବି ସେ ଶୁଣିବେ, ସେ କହିଲେ ମୁଁ ଶୁଣିବି, ମୁଁ ପ୍ରତ୍ୟେକ ଅବସ୍ଥାରେ ତାକୁ ଅନୁଭବ କରିପାରିବି। ପ୍ରତ୍ୟେକ ଅବସ୍ଥାରେ ମୁଁ ମୋର ଜୀବନ ଗୋଟେ ଛୋଟ ସାକ୍ଷ୍ୟ ଦଉଛି ମୋର ପ୍ରିୟ ମାନେ, ପରମେଶ୍ୱର କେମିତି ପରିତୃପ୍ତ କରନ୍ତି, କେମିତି ଆନନ୍ଦ କରନ୍ତି। ଏଇ ଗତ ସପ୍ତାହରେ ଥରେ ମୋର କାନ ଶୁଖିଲା ପାଇଁ କେମିତି କୁଣ୍ଡେଇ ହେଲା, ସୁଲସୁଲ ହେଲା। ମୋର ଇଚ୍ଛା ହେଲା ଯୋଉ କୁକୁଡ଼ାର ପର ଗୋଟେ ନେଇକି କଣ କରିବା ପାଇଁ, ସେ କାନକୁ ଟିକେ ଏମିତି କରନ୍ତି ଲୋକମାନେ, ଆଉ କଲେ ଟିକେ ଭଲ ଲାଗେ। ମୁଁ କହିଲି ସେଇଟା ଟିକେ କରିବି। ଆଉ ସେ ଗୋଟେ କୁକୁଡ଼ା ପର ଖୋଜିଲି, ଆଉ ଆମ ଘରେ ମୁଁ ପାଇଲିନି। ତ ମୋ ମନକୁ ଆସିଲା, ମୁଁ କହିଲି ବାପା ଏଇ ଗୋଟେ ବିଷୟ ମୁଁ ପାଉନି, ଆଉ ଆମ ଲୋକମାନଙ୍କୁ କହିଲେ କାହାକୁ ଗୋଟେ କୁକୁଡ଼ାର ପର ଗୋଟେ ଆଣିବେ, ମୁଁ ଏଥର କହିବି। ମୁଁ ଚିନ୍ତା କଲି ମୁଁ ଶନିବାର ଦିନ କହିବି କାହାକୁ ଗୋଟେ, ଆମର ଭାଇ ମାନଙ୍କୁ, ଭଉଣୀ ମାନଙ୍କୁ, ତୁମେ ଆସିଲାକୁ ତୁମ କୁକୁଡ଼ାର ଗୋଟେ ପର ନେଇକି ଆସିବ। ଆଉ ମୁଁ ଚିନ୍ତା କଲି, ଗୋଟେ ଭଉଣୀ କଥା ମତେ ମନରେ ଆସିଲା, ପାଖରେ ଥିବା ଭଉଣୀ, ବଡଗାଁର ଭଉଣୀ କଥା ମତେ ମନେ ପଡିଲା। ମୁଁ ଶନିବାର ଦିନ ଭାବୁଛି ଦିନ ସନ୍ଧ୍ୟାବେଳେ ମୁଁ ତାକୁ କଲ୍ କରି କହିବି, ଭଉଣୀ କାଲି ଆସିଲା ତମ କୁକୁଡ଼ା ଯଦି ଥିବ ଗୋଟେ ପର ନେଇକି ଆସିବ। ଆପଣ ବିଶ୍ୱାସ କରିବେନି, ମୁଁ ଭୁଲି ଯାଇଛି। ମୁଁ ବ୍ୟସ୍ତତା ଭିତରେ, ପ୍ରାର୍ଥନା ଭିତରେ, ବାକ୍ୟ ପ୍ରସ୍ତୁତା ଭିତରେ ଏ সকল ବିଷୟ ମୁଁ ଭୁଲି ଯାଇଛି। ରବିବାର ଦିନ ମୁଁ ଭାବୁଛି ଭଉଣୀକି ତ କାଲି କହିପାରିଲିନି, ହଉ ଛାଡ, ଏ ବିଷୟ କହିକି ରହିଗଲି। କିନ୍ତୁ ଆପଣ ବିଶ୍ୱାସ କରିବେନି, ଯେତେବେଳେ ଆମର ସେ ଦିନଟା ପାର ହେଇଗଲା, ସନ୍ଧ୍ୟା ସମୟରେ ଯେତେବେଳେ ମୁଁ ଦେଖୁଛି କି ମଣ୍ଡଳୀରେ କିଛି ଯୋଉ ଦାନ ସଂଗ୍ରହ ହେଇଥିଲା, ମୁଁ ତାକୁ ଦେଖୁଛି ଆଉ ବାହାର କରୁଛି, ସେଇ ସମୟରେ ମୁଁ ଦେଖୁଛି ତା ଭିତରେ ଗୋଟେ କୁକୁଡ଼ା ପର ବାହାରୁଛି। କଣ ଆପଣ ଅନୁଭବ କରିପାରିବେ କି? ପରମେଶ୍ୱରଙ୍କର କମ୍ପ୍ଲିଟନେସ୍, ପରମେଶ୍ୱରଙ୍କର ପରିତୃପ୍ତ କରିବାର ତରିକାକୁ ଦେଖନ୍ତୁ, କେମିତିକା ସେ ଆପଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି। ହଠାତ୍ ମତେ ତାଜୁବ ଲାଗିଲା, ମୁଁ କହିଲି ଏଇ ଯୋଉ ଦାନ ଥଳିରେ କିଏ କୁକୁଡ଼ାର ପର ପକେଇଛି ଭାଇ? ଆଉ ସିଏ ବି କେମିତିକା? ବନା ଚୁନାଟା, ସେ ଗୋଟା ନୁହେଁ, ପୁରା ବନା ଚୁନା, ମାନେ ବନେଇକି ସେ ତଳ ଯାକ ବାହାର କରିକି, ଆଉ ଏତିକି ଟିକେ ଥିବ ଖାଲି ସେଇଟା। ମୁଁ ସେଠୁ କହିଲି, ମୋର ପରିବାର ସହିତ ମୁଁ ସେୟାର କଲି, ମୁଁ କହିଲି ଦେଖ, ଆମର ଛୋଟ ବିଷୟ, ମନର ଗୋଟିଏ ଛୋଟିଆ ବିଷୟକୁ ପରମେଶ୍ୱର କେମିତି ଶୁଣନ୍ତି, ଦେଖନ୍ତି। ମୁଁ ଏଥିପାଇଁ କହିନି ପରମେଶ୍ୱର, ମୁଁ ମାଗିନି, ମୁଁ ପ୍ରଭୁଙ୍କ ପାଖରେ ବିଷୟକୁ ମାଗିନି, କିନ୍ତୁ ମୁଁ ଚିନ୍ତା କଲି, ମୋ ହାର୍ଟର ଡିଜାୟାର ଥିଲା, ଇଚ୍ଛା ଥିଲା ପାଇବା ପାଇଁ। ପ୍ରଭୁ ଏଇ ଛୋଟିଆ ଛୋଟିଆ ବିଷୟକୁ ଆମ ମାନଙ୍କର ଧ୍ୟାନ ଦିଅନ୍ତି। ଅନେକ ସାରା ମୋ ଜୀବନରେ ଅନେକ ସାରା ସାକ୍ଷ୍ୟ ଏମିତି ଅଛି, ଡେଲି ଟୁ ଡେଲି, ପ୍ରତ୍ୟେକ ଦିନ ଅଛି। ଯଦି ଛୋଟିଆ ଛୋଟିଆ ବିଷୟ ପରମେଶ୍ୱର ଆମ ପାଇଁ ଧ୍ୟାନ କରୁଛନ୍ତି, ଯଦି ଆମେ ତାଙ୍କର ଧାର୍ମିକତା ନିମନ୍ତେ କ୍ଷୁଧିତ, ତାଙ୍କ ନିମନ୍ତେ ତୃଷିତ ହେବା, ତାହେଲେ କେତେ ଆହୁରି ଅଧିକା ରୂପେ ଆମକୁ ପରିତୃପ୍ତ ନ କରିବେ। ସେଥିପାଇଁ এই ଧାର୍ମିକତା ନିମନ୍ତେ କ୍ଷୁଧିତ ତୃଷିତ ହେବାର ମଣିଷର ଲକ୍ଷଣ କଣ ଅଟେ? ସେ ସବୁବେଳେ ଇଚ୍ଛା କରିବା ଦରକାର, ମୁଁ ଈଶ୍ୱରଙ୍କ ପସନ୍ଦ ଅନୁଯାୟୀ ଜୀବନ କାଟିବି। ପ୍ରଥମ ପଏଣ୍ଟ, ମୁଁ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଆଜି ଜୀବନ କାଟିବି। ଦ୍ୱିତୀୟ ବିଷୟ, ଆମେ ମାନେ ଦେଖୁଛୁ ସବୁବେଳେ ସେ ଇଚ୍ଛା କରିବା ଦରକାର, ମୁଁ ପରମେଶ୍ୱରଙ୍କ ସହିତ କଣ ହେବି? ମୁଁ ନିବିଡ଼ତାରେ ରହିବି। ମୁଁ ପ୍ରତ୍ୟେକ ବିଷୟ ତାକୁ ଅନୁଭବ କରିବି, ସେ ମଧ୍ୟ ପ୍ରତ୍ୟେକ ବିଷୟ ମୁଁ ତାଙ୍କର ରବକୁ ଶୁଣିବି, ସେ ମଧ୍ୟ ମୋ ରବକୁ ଶୁଣିବେ। ଏଇଟା ହେଲା ଗୋଟେ ନିବିଡ଼ତା। ପ୍ରତ୍ୟେକ କାର୍ଯ୍ୟରେ, ପ୍ରତ୍ୟେକ ବିଷୟରେ ଆମେ ଅନୁଭବ କରିବା ଦରକାର, ଯଦି ପ୍ରଭୁ ଏ ବିଷୟଟାକୁ ସାଙ୍ଗେ କେମିତିକା ଆମ ପାଇଁ କରୁଛନ୍ତି, ଆମ ସହିତ ଅଛନ୍ତି, ଆମ ପାଇଁ ଚିନ୍ତା କରୁଛନ୍ତି।
आमे अनुभव करिवार आवश्यकता अछि। तृतीय विषय कोन एक क्षुधा रहिबा दरकार प्योरिटी एंड जस्टिस पाई पवित्रता आउ न्याय आचरण करिबा पाई तीन गोटी विषय आमे माने मने रखिबा आमे केमिति का धार्मिकता निमित्ते क्षुधित कि तृषित अटु अबा नाही आमे केमिति का जानिबा तीन गोटी विषय निमित्ते गोटे व्यक्ति भितर तीन गोटी विषय रहिबा दरकार। प्रथम विषय कोन मोर जीवन शैली आज कहा इच्छा अनुଯାयी हबो ईश्वर के इच्छा अनुଯାयी मु मोर कथावार्ता मोर बसिबा उठिबा चिंता करिबा कोन एहा ईश्वर को इच्छा की एई प्रकार करिबा पई हमको एई प्रकार जीवन काटिबार आज आवश्यकता अछि। द्वितीय विषय कोन ताहाको सहित एक निबिड़ संपर्क रे रहिबार आवश्यकता अछि। प्रत्येक अवस्था ताको अनुभव करिबार आवश्यकता अछि। मोर प्रिय माने जेत ताको उपस्थिति को अनुभव करिवे आपनको जीवन रे कंप्लीटनेस आसीबो संपूर्ण हेबार गुटे अनुभूति आछो काहे कि हमर संपूर्णता कहा ठारे अछि ख्रीष्टन को ठारे। तृतीय विषय कोन आमे क्षुधित होबार आवश्यकता अछि हम इच्छा हेबार आवश्यकता अछि कोन करिबा पई पवित्र जीवन काटिबा पई आउ आजि दिन न्याय आचरण करिबा पई जहाँ परमेश्वर को पसंद जहाँ परमेश्वर को दृष्टि न्याय उचित सेही काम करिबी जा उचित नुहे सेटा मु ओहरी आसीबी। ए तीन गोटी विषय हम जीवन जदि रहिबो ताले आमे माने प्रकृत रे क्षुधित और तृषित हेई परिबा बोली आमे माने जानिबा कोन पई धार्मिकता निमंते आ ईश्वर वाक्य को खाली सेति कि जो माने ए समस्त एक्शन करंती तार किछि रिएक्शन तार किछि रिवार्ड मध्ये अछि। परमेश्वर कोनते ब्लेसेड आर दोज हु आर हंगर एंड थर्स्टी फॉर राइचियसनेस माने धार्मिकता निमंते से माने क्षुधित तृषित अछंती से मान पई किछि रिवार्ड अछि। कोन रिवार्ड अछि 5 और 6 रे पढंतु कोन रिवार्ड अछि से माने कोन हेबे परितृप्त हेबे। हाउ कैन दे फील केमिति का से माने अनुभव करूचंती केमिति का से माने अनुभव करि परिबे मु परितृप्त बोली तार रिवार्ड कोन कारण तार रिवार्ड लाइक से कमिटमेंट करचंती से हमको सैटिस्फैक्शन देबे से हमको कंप्लीटनेस देबे का सहित यीशु को सहित गोटे पद आमे माने पढ़िबा जिसाय पुस्तक 55 तार 1 रु 3 तीनटा पद आमे आराम से टिके पढ़िबा। हे तृषित लोक सकल तुम्भे माने हे तृषित लोक सकल तुम्भे माने जल निकट को आस तुमे माने जल निकट को आस पुणी दोज हु आर थर्स्टी जदि तुमे माने तृषित अछ तुमे कोडी का आस जल निकट को आस और नदी निकट को जीवा समुद्र निकट को जीवा आमे माने बेस उत्तम भावे जानिछु परमेश्वर कोठी पासे आबे हम कहउछंती जल निकट को आस दैट मीन्स तांको आज्ञा बहुत आड़ू को मुह तांको आज्ञा बहुत आड़ू को आस पुणी जहार किछि अर्थ नाही से आसु हां एति पई किछि अर्थर आवश्यकता नाही एति पई ईश्वरकर आज्ञा मानिबा पई अर्थर आवश्यकता नाही इच्छार आवश्यकता अछि क्षुधार आवश्यकता अछि। एति पई अर्थ नाही आमे बहाना करि परिबानी मो पाखर तो पैसा नथिला प्रभु मो पाखर तो अभाव थिला मो पाखर तो एमती के थिला आमे बहाना करि परिबानी लाजर से दिन जो परिस्थिति देकी जाउथुला हमरो से परिस्थिति नाही जदि से बहाना चली थांता ता लाजर सबुठु बड़ व्यक्ति थिला जे की बहाना करि परतांता आइबो से व्यक्ति थिला जे की बहाना करि परतांता कहितांता मो पाखर तो किछि नाही मु तो खाइबा को पाइ नाही मोर पिला छुआ गले मोर घर संसार गला मोर टंका सुना गला एमिति का मो देहर शरीर मध्य गला सुस्थता मध्य गला स्वास्थ्य गला केमिति मु तुमको प्रभु संतुष्ट करी बोली केमिति तुम निमते खुदी दे बोली से कहि पारतांते। बेस्ट एग्जांपल सबुटु बेस्ट एग्जांपल प्रभु यीशु कहि पारतांते प्रभु मोर तो मुंडो गुंजिया पई घर नथिला लोक माने मते एमति कले सेमति कले मो कथा को सुनिले नाही
ଆଉ ମୁଁ କେମିତି ତୁମକୁ ତୁମ ଧାର୍ମିକତା ନିମନ୍ତେ ସନ୍ତୁଷ୍ଟ କରିପାରିଥାନ୍ତି ବା ତୃପ୍ତ ଥ୍ରଷ୍ଟି ହେଇପାରିଥାନ୍ତି, କ୍ଷୁଧିତ ତୃଷିତ କେମିତି ହେଇପାରିଥାନ୍ତି? କିନ୍ତୁ ତାହା ସେ କରିକି ଦେଖେଇଲେ। କାହିଁକି? ଯେତେବେଳେ ସମରିୟାରେ ସେ କୂଅ ମୂଳରେ ସେ ବସୁଛନ୍ତି, ଆଉ ସେ ସମୀରଣୀୟ ସ୍ତ୍ରୀ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି। କଥାବାର୍ତ୍ତା କଲା ପରେ ସେ ସ୍ତ୍ରୀ ଯେତେବେଳେ ଯାଉଛି ତାଙ୍କ ଗାଁର ଲୋକମାନଙ୍କୁ ଡାକିବା ପାଇଁ, ସେଇ ସମୟରେ ଶିଷ୍ୟମାନେ ଆସୁଛନ୍ତି। କୁଆଡେ ଯାଇଥିଲେ ଶିଷ୍ୟମାନେ? ଖାଦ୍ୟ ଆଣିବା ପାଇଁ ଯାଇଥିଲେ। ଆସିକି କହିଲେ, ଗୁରୁ ଆମେ ଖାଦ୍ୟ ନେଇକି ଆସୁ, ରୋଟି ନେଇକି ଆସୁ, ଖାଅ। ଯୀଶୁ କହିଲେ, ମୁଁ ଖାଇଛି। କିଏ ପୁରା ତାଙ୍କୁ ଦେଇଥିବ? ସାଙ୍ଗେ ଶିଷ୍ୟମାନେ କହିଲେ, କିଏ ପୁରା ତାଙ୍କୁ ଦେଇଥିବ? ସାଙ୍ଗେ ସାଙ୍ଗେ ଜ୍ୱେଲସି, ସାଙ୍ଗେ ସାଙ୍ଗେ ମନରେ ମର୍ମରିଂ। ଅନେକ ସମୟରେ ଆମେ ଅନ୍ୟକୁ ଦେଖିକି ସେଥିପାଇଁ ଜ୍ୱେଲସି ହବା ନାହିଁ ମୋର ପ୍ରିୟ ମାନେ। ଆମେ ଏତେ ଖାଦ୍ୟ ପାଇଁ କେତେ ପରିଶ୍ରମ କରିକି କୁଆଡେ ଗଲୁ, କୋଉଠୁ ନେଇକି ଆସିଲୁ, ଏଠି ଦେଖ ଏ ଲୋକଟା ବସି ବସି କୂଅ ମୂଳରେ କଣ କରିଦେଇଛି? ଖାଇସାରିଛି। ଅନେକ ସମୟରେ ଆମକୁ ସ୍ପିରିଚୁଆଲି ଜୀବନରେ ମଧ୍ୟ ଏମିତିକା ଜ୍ୱେଲସି ଆସେ ପରସ୍ପର ପାଇଁ। ଏବେ ଜ୍ୱେଲସିରେ ଆମକୁ ଦୂରେଇକି ରହିବାର ଆବଶ୍ୟକତା ଅଛି। କିନ୍ତୁ ଯୀଶୁଙ୍କର ଉଦ୍ଦେଶ୍ୟ କଣ ଥିଲା କହିବାର? ଯୀଶୁ କହୁଛନ୍ତି, କଣ ମୋର ଖାଦ୍ୟ? ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛାକୁ ପୂରା କରିବା ହିଁ କଣ ଅଟେ? ମୋର ଖାଦ୍ୟ ଅଟେ। ହାଲେଲୁୟା। ତେବେ ଆମକୁ କଣ ପାଇଁ ଥ୍ରଷ୍ଟି ହବାର ଅଛି? ତେବେ ଆମକୁ କଣ ପାଇଁ ଭୋକିଲା ହେବାର ଅଛି? କଣ ପାଇଁ କ୍ଷୁଧିତ, କଣ ପାଇଁ ତୃଷିତ ହେବାର ଆବଶ୍ୟକତା ଅଛି? ଈଶ୍ୱରଙ୍କ ଇଚ୍ଛାକୁ ସାଧନ କରିବା ପାଇଁ। ସେ ବିଷୟରେ ଲେଖାଯାଏ, ଯାହା ପାଖରେ ପଇସା ନାହିଁ ସେ ବି ଆସୁ। ଯୋଉମାନେ କ୍ଷୁଧିତ, ଯୋଉମାନେ ତୃଷିତ, ତୁମର ପଇସା ଆବଶ୍ୟକତା ନାହିଁ। ଈଶ୍ୱରଙ୍କ ବାକ୍ୟକୁ ପାଳନ କରିବା ପାଇଁ, ଈଶ୍ୱରଙ୍କ ଇଚ୍ଛାକୁ ପୂରା କରିବା ପାଇଁ ଆମ ଭିତରେ କ୍ଷୁଧା ଥିବା ଦରକାର। ସେଥିପାଇଁ କଣ ଲେଖାଯାଏ? ତୁମେମାନେ ଆସ, କିଣ ଓ ଭୋଜନ କର। ତୁମେ ଆସ ଆଉ ଭୋଜନ କର। ତୁମ ପାଇଁ ସେଥିପାଇଁ କିଛି ପେ କରିବା ପାଇଁ ପଡିବ ନାହିଁ। ସେଦିନ ପିତର ରାତି ସାରା ଶିଷ୍ୟମାନଙ୍କ ସହିତ ମାଛ ଧରୁଛନ୍ତି, ଜାଲ ଟାଣୁଛନ୍ତି, କିନ୍ତୁ କିଛି ପାଉନାହାନ୍ତି। ଆଉ କୂଳରେ ସକାଳୁ ସକାଳୁ ଯାଇକି ପରିତୃପ୍ତ କରିବାର ପରମେଶ୍ୱର ମୋର ପ୍ରଭୁ ଯୀଶୁ ଯାଇକି ଛିଡା ହେଲେ, ଆଉ ପଚାରୁଛନ୍ତି, ପିତର କଣ ରାତି ସାରା କିଛି ପାଇଛ? ତୁମ ପାଖରେ କଣ ଖାଇବାର ଅଛି? ପିତର କହୁଛନ୍ତି, କିଛି ନାହିଁ। ଯୀଶୁ କହୁଛନ୍ତି, ଆସ, ମୋ ପାଖରେ ଅଛି, ଏଇଠି ଅଛି। କଣ ଅଛି? ଅଙ୍ଗାର ଉପରେ ଫ୍ରେଶ ମାଛ କଣ ହଉଛି? ତୁମ ପାଇଁ ମୁଁ କଣ କରୁଛି? ପୋଡୁଛି, ସେକିକି ରଖିଛି। ଆଉ କଣ କରୁଛି? ଫ୍ରେଶ ରୁଟି ଅଛି। ଆସ, ଭୋଜନ କର ବିନା ପଇସାରେ। ତୁମେ ରାତି ସାରା ପରିଶ୍ରମ କରୁଛ, କିଛି ପାଇନାଅ। ତୁମେ ରାତି ସାରା ତୁମ ପରିଶ୍ରମ ଦେଇଛ, ତୁମ ସମୟ ଦେଇଛ, ତୁମ ବଳ ଦେଇଛ, ତୁମେ ପାଇନାଅ। କିନ୍ତୁ ବିନା ମୂଲ୍ୟରେ, ଯାହା ପାଖରେ ପଇସା ନାହିଁ, ଯାହା ପାଖରେ କିଛି ନାହିଁ, ତୁମେ ଆସ, ଆସିକି କଣ କର? ତୃପ୍ତ ହୁଅ, ତୁମେ ଖାଅ। ମୋର ପ୍ରିୟ ମାନେ, এইটা ହେଲା କମ୍ପ୍ଲିଟନେସ୍, এইଟା ହେଲା ପରିତୃପ୍ତ ହେବା। କାରଣ ପରିତୃପ୍ତ ବା ସାଟିସ୍ଫ୍ୟାକ୍ସନ କେବଳ 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 ଖ୍ରୀଷ୍ଟଙ୍କ ଠାରେ ଅଛି। ସେଥିପାଇଁ କଣ ଲେଖାଯାଏ? ଯାହାର ପଇସା ନାହିଁ ସେ ଆସୁ। ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। କଣ? ଅର୍ଥ ଆଉ ମୂଲ୍ୟ ବିନା, ତୁମକୁ କିଛି ପେ କରିବାକୁ ପଡିବ ନାହିଁ। ଅଲରେଡି ତୁମ ପାଇଁ କାଲବରୀ କ୍ରୁଶରେ ପ୍ରଭୁ ଯୀଶୁ ପେମେଣ୍ଟ କରିସାରିଛନ୍ତି। ସମସ୍ତ ବିଷୟ ସେ ଦେଇ ସାରିଛନ୍ତି। ଆମକୁ କେବଳ ଏଇ ତିନିଟା ବିଷୟକୁ ଧ୍ୟାନ କରିବାକୁ ପଡିବ। ପ୍ରଥମ ବିଷୟ କଣ? ଖ୍ରୀଷ୍ଟଙ୍କ ଇଚ୍ଛା ଅନୁଯାୟୀ ମୁଁ ଆଜି ଜୀବନ କାଟିବି। ଦ୍ୱିତୀୟ ବିଷୟ କଣ? ତାଙ୍କ ସହିତ ମୋ ସମ୍ପର୍କକୁ ମୁଁ ଦୃଢ ମଜବୁତ କରିବି। ସେଥିପାଇଁ ମୋର କ୍ଷୁଧା ରହିବା ଦରକାର। ତୃତୀୟ ବିଷୟ କଣ? ପ୍ୟୁରିଟି ଆଉ ଜଷ୍ଟିସ। ମୋ ଜୀବନରେ ଆଜି ମୁଁ ପବିତ୍ରତାର ସହିତ ବଞ୍ଚିବି ଆଉ ନ୍ୟାୟ ଆଚରଣ କରିବି। ଏ ତିନି ଗୋଟି ବିଷୟ ଆମ ଜୀବନରେ ଦରକାର। ତାପରେ କଣ ଲେଖାଯାଏ? ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ହାଲେଲୁୟା। ଆମେ ମାନେ ପରିଶ୍ରମ କରୁଛୁ, ଆମେ ମାନେ ବହୁତ ପରିଶ୍ରମ କରୁଛୁ, ଓଭର ଟାଇମ କରୁଛୁ, ଦିନରେ କରୁଛୁ, ରାତିରେ କରୁଛୁ, ଓଭର ଟାଇମ କରୁଛୁ, କିନ୍ତୁ ପରିତୃପ୍ତ ହେଇପାରୁନି।
ଆଜି କନଫରେନ୍ସରେ ଥିବା ମୋର ପ୍ରିୟ ମାନେ ନିଜକୁ ନିଜେ ପ୍ରଶ୍ନ ପଚାରନ୍ତୁ, ପରମେଶ୍ୱରଙ୍କର ବିନା ଯୋଉ କାର୍ଯ୍ୟ ଆପଣ ମାନେ କରନ୍ତି, ଯୋଉ ସମୟ ଅତିବାହିତ କରନ୍ତି, ଯୋଉ ପରିଶ୍ରମ କରନ୍ତି, କଣ ସେଇ ପରିଶ୍ରମ ଆଜି ଆପଣଙ୍କୁ ପରିତୃପ୍ତ କରିଛି କି? କଣ ତାହା ଦ୍ୱାରା ଆପଣ ମାନେ ପରିତୃପ୍ତ ହେଇଛନ୍ତି କି? ଆଜି ବି ଆପଣଙ୍କର ଅଭାବ, ଆଜି ବି ଆପଣମାନଙ୍କର ସର୍ଟେଜ, ଆଜି ବି ଆପଣଙ୍କ ପାଖରେ ଅନେକ ସାରା ବିଷୟ ଅଛି, ନା ମୁଁ ପରିତୃପ୍ତ ନୁହେଁ ବୋଲି କହିକି। କାହିଁକି? କାରଣ ପରିତୃପ୍ତତା, କାରଣ ସାଟିସ୍ଫ୍ୟାକ୍ସନ କେବଳ ଖ୍ରୀଷ୍ଟଙ୍କ ଠାରୁ ଆସେ। କଣ ତାପରେ ଟିକେ ଓ ଯାହା ତୃପ୍ତିକର ନୁହେଁ ତହିଁ ଓ ପାଇଁ ଯାହା ତୃପ୍ତିକର ନୁହେଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? କାହିଁକି ତୁମେ ପରିଶ୍ରମ କରୁଅଛ? ଅନେକ ସମୟରେ ଆମକୁ ସାଟିସ୍ଫ୍ୟାକ୍ସନ କରିବା ପାଇଁ ଆମେ ମାନେ ଆମର ଅର୍ଥ ବ୍ୟୟ କରୁଅଛୁ। କେହି ନିଜକୁ ସନ୍ତୁଷ୍ଟ କରିବା ପାଇଁ ମଦ କିଣିବାରେ ପଇସା ଖର୍ଚ୍ଚ କରନ୍ତି, ସିଗାରେଟ ଟାଣିବାରେ ଖର୍ଚ୍ଚ କରନ୍ତି, ଫିଲ୍ମ ଦେଖିବାରେ ଖର୍ଚ୍ଚ କରନ୍ତି, ଇଆଡେ ସିଆଡେ ବୁଲିବାରେ ଖର୍ଚ୍ଚ କରନ୍ତି, କିନ୍ତୁ ପରମେଶ୍ୱରଙ୍କ ନିମନ୍ତେ ଖର୍ଚ୍ଚ କରିବା ପାଇଁ ସେମାନଙ୍କ ପାଖରେ କିଛି ନଥାଏ। ଯଦି ପରମେଶ୍ୱରକୁ କୁହାଯିବ ନାଇଁ ଆଜି ଆମର ଏମିତିକା କରିବା ଏମିତିକା କରିବା, ସାଙ୍ଗେ ସାଙ୍ଗେ ମୁହଁ ଶୁଖିଯିବ। ଏଠି ତ ଖାଲି କହିଲେ ଦେବେ, ଦିଅ 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 ଦିଅ, ପ୍ରଭୁଙ୍କ ପାଇଁ ଦିଅ, ମୁହଁ ଶୁଖିଯିବ। କାହିଁକି? ଆମେ କହୁଛୁ ଆମକୁ ସନ୍ତୁଷ୍ଟ କରିବା ପାଇଁ ଜଗତରେ ଅନେକ ସାରା ପଇସା ଆମେ ବ୍ୟର୍ଥ କରିବା ପାଇଁ ରେଡି ଅଛୁ। ଯେଉଁ ଖାଦ୍ୟ ତୁମକୁ ପରିତୃପ୍ତ ନ କରିବ ସେଥିପାଇଁ ତୁମେ ବ୍ୟୟ କରିପାରୁଛ। ପ୍ରତ୍ୟେକ ଦିନ ସପ୍ତାହରେ ଅନେକ ପରିବାର ଅଛନ୍ତି, ଗୋଟିଏ ସିଙ୍ଗଲ କୁକୁଡ଼ା, ପୁରା ଗୋଟା କୁକୁଡ଼ା ଆସିବ। ଆମର ସେ କଟା ଛଟା ନାହିଁ, ଆମେ ସେଟା ଖାଉନା। ଆମ ଲୋକମାନେ ସେମିତି କୁହନ୍ତି, କଣ କୁହନ୍ତି, ଆମେ ସେମିତି ଖାଉନା। କେମିତି ଆଣିବା? ଗୋଟା କୁକୁଡ଼ା ଆଣିବା, ସେ 200 ପଡୁ, ସେ 250 ପଡୁ, ସେ 300 ପଡୁ। କଣ ପାଇଁ? ପରିତୃପ୍ତ କରିବା ପାଇଁ। ଅନେକ ସାରା ବିଷୟ ଆମ ଜୀବନରେ ଅଛି, ଏ ସକଳ ବିଷୟ ନିଜ ଶାରୀରିକ ଡିଜାୟାରକୁ ଫୁଲଫିଲ କରିବା ପାଇଁ, ଅଳ୍ପ ସମୟର ହ୍ୟାପିନେସ ପାଇଁ ଆମେ ମାନେ ଭୁଲି ଯାଇଥାଉ କି ମତେ ସମ୍ପୂର୍ଣ୍ଣତା ମିଳୁନାହିଁ, ମୁଁ ପରିତୃପ୍ତ ହେଇପାରୁନି। ଆଉ କେତେବେଳେ ପରିତୃପ୍ତ ହେବି? ଯେତେବେଳେ ମୁଁ ଧାର୍ମିକତା ନିମନ୍ତେ କ୍ଷୁଧିତ ହେବି ଆଉ ତୃଷିତ ହେବି। କମ୍ପ୍ଲିଟ କରନ୍ତୁ ଟିକେ 3 ପଦଟା। ଏଟା 2ର ଅଛି। ଏବେ ପଢନ୍ତୁ। ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ମନୋଯୋଗ କର, ଆଜି ସମୟ ଅଛି, ତୁମେ ମନ ଦିଅ। ମୁଁ ଯାହା କହୁଛି ଏ ବାକ୍ୟକୁ ଶୁଣ, ମୋ ବାକ୍ୟକୁ ବୁଝ, ଆଉ ଏ ବାକ୍ୟ ପ୍ରତି ତୁମେ ମନୋଯୋଗୀ ହୁଅ। ତାପରେ ଉତ୍ତମ ଦ୍ରବ୍ୟ ଭୋଜନ କର। ଉତ୍ତମ ଦ୍ରବ୍ୟ ଭୋଜନ କର। ଯେଉଁ ଦ୍ରବ୍ୟ ତୁମକୁ ପରିତୃପ୍ତ କରିପାରିବ, ଯେଉଁ ଦ୍ରବ୍ୟ ତୁମ ପାଟିକୁ ମିଠା ଲାଗିବ ଆଉ ତୁମ ଶରୀରକୁ ବଳ ଦେବ, ତାହା କଣ? ମଧୁ। ଈଶ୍ୱରଙ୍କର ବାକ୍ୟ ଆମ ମୁଖକୁ କେମିତି ଲାଗିବା ଦରକାର? ମଧୁ ଚାକ ଠାରୁ ମଧ୍ୟ ଆହୁରି ମିଠା। ଦାଉଦ କୁହନ୍ତି ମଧୁ ଚାକ ଠାରୁ ବି ଆହୁରି ମିଠା ମତେ ଲାଗୁଛି। ତାପରେ ପଢନ୍ତୁ। ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କ ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। ଏଇଠି ପ୍ରୋଟିନ ଅଛି। ପ୍ରୋଟିନ ଆଉ ସେଠି ନାହିଁ, ସିଆଡେ ନାହିଁ। ଯୋଉ ଜଗତରେ ଖୋଜୁଛ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ, ଆଉ ନିଜକୁ ଭିଟାମିନ୍ସ ମିନେରାଲ୍ସ ପାଇବା ପାଇଁ, ନିଜକୁ ବଳବାନ କରିବା ପାଇଁ, ଏଇଠି ଅଛି। ଏଇଠି ସେଦିନ ଆଇବର ଦେହରେ ଘା ହେଇଯାଇଥିଲା, ଲାଜାର ଦେହରେ ଘା ହେଇଯାଇଥିଲା। ସେ ଜଗତର ପ୍ରୋଟିନ ତଥାପି ଖୋଜୁନଥିଲେ, ଜଗତର ବିଷ ଖୋଜୁନଥିଲା। ସେ ଜାଣିଥିଲା ମୁଁ କୋଉଠି ମରମ ପଟ୍ଟି ହେଇପାରିବି, କୋଉଠି ମୁଁ ସୁସ୍ଥ ହେଇପାରିବି, କୋଉଠି ମୁଁ କମ୍ପ୍ଲିଟ ହେଇପାରିବି। ତାପରେ କର୍ଣ୍ଣଡେର ଓ ଆମ୍ଭ ନିକଟକୁ ଆସ। କର୍ଣ୍ଣଡେର ଶୁଣ, ଓବେ, ପାଳନ କର। କର୍ଣ୍ଣଡେର ଅର୍ଥ କଣ? ମୁଁ ଯାହା କହୁଛି ତାକୁ ପାଳନ କର। ଯଦି ତୁମେ ପାଳନ କରିବ ତାହେଲେ ନିଶ୍ଚିତ ରୂପେ ଆମେ ତୁମକୁ ପରିତୃପ୍ତ କରିବା। ତାପରେ ଶୁଣ, ତହିଁରେ ତୁମ୍ଭମାନଙ୍କ ପ୍ରାଣ ବଞ୍ଚିବ। ଶୁଣ, ଏଇଥିରେ ହିଁ ତୁମ ପ୍ରାଣ ବଞ୍ଚିବ। ଯଦି ନିଜକୁ ବଞ୍ଚେଇବା ପାଇଁ ଚାହୁଁଛ, ଯଦି ଜୀବନ ପାଇବା ପାଇଁ ଚାହୁଁଛ, ତାହେଲେ ସ୍ପ୍ରାଇଟ୍ ପିଇକି ତୃଷା ମେଣ୍ଟେଇବା ପାଇଁ ଚାହୁଁ ନାହିଁ, କୋଲ୍ଡ ଡ୍ରିଙ୍କ୍ସ ପିଇକି ତୃଷା ମେଣ୍ଟେଇବା ପାଇଁ ଚାହୁଁ ନାହିଁ, ତୋରାଣୀ ପିଇକି ତୃଷା ମେଣ୍ଟେଇବା ପାଇଁ ଚାହୁଁ ନାହିଁ, ବାକି ଅନ୍ୟାନ୍ୟ ଜଗତରେ ବିଷୟ ପିଇକି, ପଏଜନସ୍ ପିଇକି ତୃଷା ମେଣ୍ଟେଇବା ପାଇଁ ଚାହୁଁ ନାହିଁ। ତୃଷା ସେତେବେଳେ ମେଣ୍ଟିବ ଯେତେବେଳେ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ତୃଷିତ ହେବେ।
ସେଥିପାଇଁ ମୋର ପ୍ରିୟ ତିନିଟା ସରିଲା କି ପୁଣି ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚୟ ଦୟା ସ୍ଥିର କରିବା। ହଁ ପ୍ରଭୁ କହୁଛନ୍ତି ଏଇଟା 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 କେମିତିକା ନିତ୍ୟ ସ୍ଥାୟୀ କମ୍ପ୍ଲିଟନେସ୍ ପୁରା ସବୁଦିନ ପାଇଁ ଆମେ କଣ କରିବା ତୁମକୁ ପରିତୃପ୍ତ କରିବା ବୋଲେ ଯୀଶୁ ମसीह କି ମୋର ପ୍ରିୟ ମାନେ ଖ୍ରୀଷ୍ଟ ହିଁ କେବଳ ଆମକୁ ପରିତୃପ୍ତ କରିପାରିବେ ଆଉ କେହି ମଧ୍ୟ ପରିତୃପ୍ତ କରିପାରିବେ ନାହିଁ। ମନେ ପଡେ ସେଇ 5ଟି ରୁଟି 2ଟି ମାଛ ଲୋକମାନଙ୍କର ତୃଷା ଥିଲା ସେଦିନ କଣ ପାଇଁ ଈଶ୍ୱରଙ୍କର ବାକ୍ୟକୁ ଶୁଣିବା ପାଇଁ। ଯୀଶୁ ଦୟାରେ ବିଗଳିତ ହେଇକି କହିଲେ ଏ ଲୋକମାନେ ଏତେ ବାଟ ଗଲେ ତାଙ୍କ ଭୋକରେ ତାଙ୍କ ହଂସା ଉଡିଯିବ ତାକୁ ତୁମେ ଭୋଜନ କରାଅ। କାହିଁକି ସେମାନେ କାହା ପାଇଁ କ୍ଷୁଧିତ ତୃଷିତ ଥିଲେ ସେମାନେ ଈଶ୍ୱରଙ୍କର ବାକ୍ୟ ପାଇଁ କ୍ଷୁଧିତ ତୃଷିତ ଥିଲେ ଖ୍ରୀଷ୍ଟଙ୍କ ସହଭାଗିତା ନିମନ୍ତେ କ୍ଷୁଧିତ ତୃଷିତ ଥିଲେ ଆଉ ପ୍ରଭୁ ତାଙ୍କୁ ପରିତୃପ୍ତ କରାଇଲେ। 5,000ରୁ ଅଧିକ ଲୋକଙ୍କୁ ସେଦିନ ସେ ପରିତୃପ୍ତ କରାଇଲେ ଆହୁରି ବଳି ପଡିଲା କମ୍ପ୍ଲିଟ ହେଲା ସମ୍ପୂର୍ଣ୍ଣତାର ସହିତ। ଆଜି ଆପଣଙ୍କର ମୋର ପାଳି ମୋର ପ୍ରିୟମାନେ ଯଦି ଆମେ ମାନେ ଧାର୍ମିକତା ନିମନ୍ତେ କ୍ଷୁଧିତ ଆଉ ତୃଷିତ ହେବା ତାହେଲେ ନିଶ୍ଚିତ ଡେଫିନେଟଲି ପ୍ରଭୁ ଆମକୁ ପରିତୃପ୍ତ କରିବେ ଆମକୁ କମ୍ପ୍ଲିଟନେସ୍ ଦେବେ। କିନ୍ତୁ ଆମର କ୍ଷୁଧା ଆମର ତୃଷା ଏ ଜଗତ ଜନିତ ନ ହୋଇ ଧାର୍ମିକତା ଜନିତ ହେଉ ଈଶ୍ୱରଙ୍କ ଜନିତ ହେଉ ଖ୍ରୀଷ୍ଟଙ୍କ ନିମନ୍ତେ ହେଉ। ସେଥିପାଇଁ ମୋ ପ୍ରିୟମାନେ ଆଜି ଡିସିସନ ନେଉ ଆଜି ଦିନ ପାଇଁ 3ଟି ବିଷୟ ମୋତେ ଦରକାର। ମୁଁ ଧାର୍ମିକତା ନିମନ୍ତେ କ୍ଷୁଧିତ ତୃଷିତ କେମିତି ଗାଇପାରିବି? ଯଦି ମୁଁ ତୃଷିତ କ୍ଷୁଧିତ ହେବି ତାହେଲେ ମୋତେ ପ୍ରଭୁ ପରିତୃପ୍ତ କରିବେ। ଆଉ ଧାର୍ମିକତା ନିମନ୍ତେ ତୃଷିତ କ୍ଷୁଧିତ ବୋଲି କେମିତି 3ଟି ବିଷୟ ଆମ ଜୀବନରେ ଆଜି କରିବାର ଆବଶ୍ୟକତା ଅଛି। ପ୍ରଥମ ବିଷୟ କଣ? ଖ୍ରୀଷ୍ଟଙ୍କ ଇଚ୍ଛା ଅନୁଯାୟୀ ମୁଁ ଜୀବନ କାଟିବି। ଦ୍ୱିତୀୟ ବିଷୟ କଣ? ଖ୍ରୀଷ୍ଟଙ୍କ ସହିତ ମୁଁ ନିବିଡ଼ ହେଇକି ଆଜି ରହିବା ପାଇଁ କ୍ଷୁଧିତ ବା ତୃଷିତ ହେବି। ତୃତୀୟ ବିଷୟ କଣ? ମୁଁ ପବିତ୍ରତାର ସହିତ ନ୍ୟାୟ ଆଚରଣ ସହିତ ଆଜି ଜୀବନକୁ ଅତିବାହିତ କରିବି। ଆମେନ୍। ତେବେ ମୋର ପ୍ରିୟ ମାନେ ପ୍ରଭୁ ବାକ୍ୟ ଦେଇ ଆମକୁ ଆଶୀର୍ବାଦ କରନ୍ତୁ। ଆସୁ ଆମେ ମାନେ ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପରମେଶ୍ୱର ପ୍ରଭୁ ତୁମର ଧନ୍ୟବାଦ କରୁଛି ତୁମର ଗୌରବ କରୁଛି ପ୍ରଶଂସା କରୁଛି ମହିମା କରୁଛି ପ୍ରଭୁ ତୁମେ ଯେ ଅଟ ତୁମେ ସେ ଅଟ ସ୍ୱୟଂ ପରମେଶ୍ୱର। ପ୍ରଭୁ ମୁଁ ପ୍ରାର୍ଥନା କରୁଛି ଆଜି ଯେଉଁ କ୍ଷୁଧା ତୃଷା ଆମ ଜୀବନରେ ଅଛି ତାହା ନିଶ୍ଚିତ ରୂପେ ଶାରୀରିକ ଜନିତ ଜାଗତିକ ଜନିତ ପ୍ରଭୁ ଆମେ ଅଧିକ ସେ ସକଳ ବିଷୟ ପାଇଁ କ୍ଷୁଧିତ ତୃଷିତ ହେଉଛୁ। ସେଥିପାଇଁ ଅନେକ ସମୟରେ ଆମେ ମାନେ ତୁମଠାରୁ ଦୂରକୁ ପଳେଇ ଯାଉଛୁ ପ୍ରଭୁ। ମାତ୍ର ଆଜି ବାକ୍ୟ ଦ୍ୱାରା ତୁମେ ଆମକୁ ଚେତନା ଦେଲ। ମୁଁ ନିବେଦନ କରେ ଯେଉଁମାନଙ୍କ କର୍ଣ୍ଣରେ ପ୍ରବେଶ କରିଛି ଯେଉଁମାନଙ୍କ କର୍ଣ୍ଣରେ ପ୍ରବେଶ କରିବ ପ୍ରତ୍ୟେକ ବ୍ୟକ୍ତି ଯେପରି ଏ ବାକ୍ୟ ଅନୁଯାୟୀ ତୁମ ନିକଟକୁ ଫେରିବାକୁ ପାରିବ। କାରଣ କହିଲ ଏ ତୃଷିତ ଏ କ୍ଷୁଧିତ ଲୋକ ସକଳ ମୋ ନିକଟକୁ ଆସ ମୁଁ ତୁମକୁ ପରିତୃପ୍ତ କରିବି। ତୁମେ ଜଳ ନିକଟକୁ ଆସ ଯଦି ତୃଷିତ ଅଛ ବିନା ମୂଲ୍ୟ ଦେଇ ତୁମେ କିଣ ଆଉ ମୁଁ ତୁମକୁ ପରିତୃପ୍ତ କରିବି। ପ୍ରଭୁ ଆଜିର ବାକ୍ୟ ଆମ ଜୀବନକୁ ଆମ ପ୍ରତ୍ୟେକଙ୍କୁ ପରିତୃପ୍ତ କରୁ ବୋଲି ମୁଁ ପ୍ରାର୍ଥନା କରୁଛି। ଆଜି ଦିନରେ ଯେପରି ଆମେ 3ଟି ବିଷୟ ଧ୍ୟାନ ଦେବୁ ପ୍ରଭୁ ଯେପରି ତୁମ ଇଚ୍ଛା ଅନୁଯାୟୀ ଜୀବନ କାଟିବୁ ଯେପରି ପ୍ରଭୁ ଆମେ ତୁମ ସହିତ ଏକ ଦୃଢ଼ ବନ୍ଧନରେ ଆବଦ୍ଧ ହୋଇ ଆଜି ରହିବୁ। ପ୍ରଭୁ ଯେପରି ଆମେ ପବିତ୍ରତାର ଜୀବନ କାଟିବୁ ଆଉ ନ୍ୟାୟ ଆଚରଣ ଆଜି ଆମେ କରିବୁ ସେଥିପାଇଁ ତୁମେ ଆମକୁ ସାହାଯ୍ୟ କର। ତେବେ ପ୍ରଭୁ ତୁମ ରିୱାର୍ଡ ଆମେ ପାଇବୁ ଆମେ ଆନନ୍ଦର ସହିତ ପରିତୃପ୍ତ ହେବୁ। ତୁମେ ଆମକୁ ସାହାଯ୍ୟ କର। ଧନ୍ୟବାଦ ଗୌରବ ପ୍ରଶଂସା ମହିମା ତୁମକୁ ଦେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗୁଛି। ଆମେନ୍। ପ୍ରଭୁ ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।